କୁକୁ ମୋ ଭାଇ ଆଗକୁ ଯା ନାହିଁ। ଆଗରେ ଚିଲର ଆଡ଼ା ଅଛି, ତୁ ପଳେଇ ଆସେ। ଯଦି ସେ ଚିଲ ତତେ ଦେଖିଦେବ ତାହେଲେ ସେ ତତେ ଖାଇଦେବ। କୁକୁ ତୁ ପଳେଇ ଆସେ, ମାମା ଜାଣିଲେ ଗାଳି କରିବେ। ନାହିଁ ଦିଦି, ମୁଁ ଆଜି ଫେରିବିନି। ମୁଁ ଆଜି ଯେମିତି ହେଲେ ସେଇଠାକୁ ଯିବି। ମୁଁ ଜଗୁ ସହ ଜିଦି ମାରିକି ଆସିଛି। ଯିଏ ଆଜି ଜିତିବ ତ ତାକୁ ଗୋଟିଏ ସେଉ ମିଳିବ। ସେଥିପାଇଁ ମୁଁ ଆଗକୁ ଯାଉଛି। ଚିଲର ନାଁ ଶୁଣିକି ଜଗୁ ଘରକୁ ପଳେଇ ଆସିଲା। କିନ୍ତୁ କୋକୋ ଜିତିବା ପାଇଁ ଆଗକୁ ପଳେଇଲା। ତାପରେ ସେ ଚିଲର ବସା ଆଡ଼କୁ ଚାଲିଗଲା। ତାପରେ ଚିଲ ତାକୁ ଧରି ପକେଇଲା। ଆରେ ବାଃ, ଆଜି ତ ମୋର ମଜା ଆସିଯିବ ତତେ ଖାଇକି। ମୋ ଶିକାର ଆଜି ମୋ ପାଖକୁ ନିଜେ ଚାଲିକି ଆସିଛି। ସେଥିପାଇଁ ଆଜି ମୋର ଭୋଜି ହବ, ଭୋଜି। ଦିଦି ମୋତେ ମନା କରିଥିଲେ ଆଗକୁ ଯିବା ପାଇଁ, କିନ୍ତୁ ମୁଁ ତା କଥା କିଛି ବି ଶୁଣିଲି। ମୁଁ ତ ଦିଦିର ଗୋଟିଏ କଥା ବି ଶୁଣିଲିନି। ଏ ଚିଲ ଏବେ ମୋତେ ଖାଇଦେବ। ମୋତେ ତ ଲାଗୁଛି କୁକୁ ଚିଲର ଆଡ଼ା ଆଡ଼କୁ ଚାଲିଗଲାଣି। ସେଥିପାଇଁ ଏବେ ଚିଲେଇବାର ଆବାଜ ଏଠିକି ଆସୁଛି। ମୁଁ ତାକୁ ମନା କରିଥିଲି, ହେଲେ ସେ ମୋ କଥା ଗୋଟିଏ ବି ଶୁଣିଲା ନାହିଁ। ଗୁଡ଼ିଆର ଆବାଜ ଶୁଣିକି ସେଇଠାକୁ ଗୋଟିଏ ଶୁଆ ଆସିଲା। ଗୁଡ଼ିଆ ଚଢ଼େଇ ଶୁଆକୁ କହିଲା, ଶୁଆ ଅଙ୍କଲ, ମୋ ଭାଇକି ବଞ୍ଚାଇ ଦିଅ। ସେ ଚିଲର ଆଡ଼ା ଆଡ଼କୁ ଯାଇଛି ଭାରି। ଚିଲ ମୋ ଭାଇକି ଧରି ନେଇଛି। ତୁ କଣ ଜାଣିନା ଚଢ଼େଇ, ସେ ଚିଲମାନେ କେତେ ଭୟଙ୍କର ବୋଲି? ମୁଁ ସେଇଟାକୁ ଯାଇପାରିବି ନାହିଁ। ଯିଏ ଯା ଜୀବନକୁ ଭଲ ପାଉଥିବ ସେ ସେଠାକୁ କେବେ ବି ଯିବ ନାହିଁ। ନହେଲେ ସେ ଚିଲ ମୋତେ ବି ଖାଇ ଦେଇଥିବ। ବହୁତ ଖତରନାକ ସେମାନେ। ଏସବୁ କହିକି ମିଠୁ ଶୁଆ ସେଇଠାରୁ ଚାଲିଗଲା। ଆଉ ଏପଟେ କୋକୋକୁ ଚିଲ ମାରିକି ଖାଇଦେଲା। ନାହିଁ ନାହିଁ, ଏମିତି ହେଇପାରିବ ନାହିଁ। କୋକୋ, ଇଏ ତ ଗୋଟିଏ ସ୍ୱପ୍ନ ଥିଲା। ଯାହା ହଉ କୋକୋ ଶୋଇପଡ଼ିଛି। କୋକୋ ଆଉ ଗୁଡ଼ିଆର ମାମା ରାନୁ ଚଢ଼େଇ ଖାଇବା ଖୋଜିବା ପାଇଁ ଯାଇଥିଲା। ରାନୁ ଚଢ଼େଇର ଦେହ ଭଲ ଲାଗୁନଥିଲା। ତାକୁ ଥକା ଥକା ଲାଗୁଥିଲା। ଆଉ ସେ ଠିକ୍ସେ ଉଡ଼ି ବି ପାରୁନଥିଲା। ତାପରେ ସେ ଗୋଟିଏ ଗଛ ଡାଳରେ ଟିକେ ବସି ପଡ଼ିଲା। କ'ଣ ପାଇଁ କେଜାଣି ଆଜି ମୋ ଦେହରେ ବଳ ପାଉନାହିଁ। ଆଉ ମୋ ମୁଣ୍ଡ ବି ଆଜି ଟିକେ ଟିକେ ବୁଲଉଛି। ଏବେ ମୁଁ ଯାଉଛି ଘରକୁ ପଳେଇ ଯିବି। ଆଜିର ତ ମୋତେ ଖାଇବା ମିଳିଯାଇଛି। ଆଉ ଯଦି ହେବ କାଲି ମୁଁ ପୁଣି ଥରେ ଖାଇବା ନେବା ପାଇଁ ଆସିବି। ଆଉ ମୋ ପିଲାମାନଙ୍କ ପାଇଁ ମିଠା ମିଠା ଫଳ ନେଇକି ଯିବି। ଏସବୁ ଭାବିକି ରାନୁ ଚଢ଼େଇ ତା ଘରକୁ ଆସିଲା ଭାରି। ରାନୁ ଚଢ଼େଇ ବହୁତ କଷ୍ଟରେ ତା ଘରକୁ ସେ ଆସିଲା ଭାରି। ସେ ଘରକୁ ଆସୁ ଆସୁ ସାଙ୍ଗେ ସାଙ୍ଗେ ସେ ଶୋଇ ପଡ଼ିବାକୁ ଲାଗିଲା। ଦେଖିଲୁ କୁକୁ, ମୁଁ ତତେ ମନା କରିଥିଲି ପରା, ବେଶୀ ପାଟି କର ନାହିଁ ବୋଲି। ମାମା ରାଗିଯିବେ। ଦେଖ, ତୋ ପାଇଁ ମାମା ଆମ ଉପରେ ରାଗିଲେ। ଆଉ ଆସୁ ଆସୁ ଶୋଇ ପଡ଼ିଲେ। ଆମ ସହିତ କଥା ବି ହେଲେ ନାହିଁ। ଟିକି ଚଢ଼େଇ ତା ପିଲାମାନଙ୍କ ସହ କଥା ହେବା ପାଇଁ ଚାହୁଁଥିଲା, ହେଲେ ସେ ବିଚାରୀ ପାଖରେ ଟାଇମ୍ ହିଁ ନଥିଲା। ସେ ଗୋଟିଏ ଲମ୍ବା ନିଶ୍ୱାସ ନେଲା ଆଉ ସବୁଦିନ ପାଇଁ ଶୋଇ ପଡ଼ିଲା। ମାମା, ମାମା ଉଠ, ଆମ ସହିତ କଥା ହୁଅ ମାମା। ତୁମେ ଯଦି ମୋ ଉପରେ ରାଗିଛ ତାହେଲେ ମୋତେ କ୍ଷମା କରିଦିଅ ମାମା। ମୁଁ ଆଉ କେବେ ପାଟି କରିବି ନାହିଁ ମାମା। ଉଠିଯାଅ ମାମା, ଆଉ ଆମ ସହିତ କଥା ହୁଅ ମାମା। କୋକୋ, ଏମିତି ବି ହେଇପାରେ ମାମା ଆମକୁ ଆଉ କୋଉ କଥା ପାଇଁ ରାଗିଥିବେ। ଆଉ ସେ ଆମ ସହିତ କଥା ହଉନାହାନ୍ତି। ଆଉ ଆସୁ ଆସୁ ସେ ଶୋଇ ପଡ଼ିଲେ। ନାହିଁ ଦିଦି, ଏମିତି ବି ହେଇପାରେ ମାମା ଆମ ଉପରେ ରାଗି ନଥିବେ। ଆଉ ତାଙ୍କୁ ନିଦ ଲାଗୁଥିବ, ସେ ସେଥିପାଇଁ ଆସୁ ଆସୁ ଶୋଇ ପଡ଼ିଲେ। ଆମେ ତାଙ୍କ ସହ କାଲି ସକାଳେ କଥା ହେବା। ଏମିତି ସେ ଛୋଟ ପିଲାମାନେ ବୁଦ୍ଧି ଅନୁସାରେ କଥାବାର୍ତ୍ତା ହେଉଥିଲେ। ସେମାନେ କ'ଣ ଜାଣିଥିଲେ ତାଙ୍କ ମା ଆଉ ଏ ଦୁନିଆରେ ନାହିଁ ବୋଲି? ସେମାନେ ଜାଣିନାହାନ୍ତି ଯେ ସେମାନେ ଅନାଥ ହେଇଗଲେ ବୋଲି। ଦିଦି, ଚାଲ ଆମେ ବି ମାମା ପାଖରେ ଶୋଇପଡ଼ିବା। ଆଉ କାଲି ସକାଳେ ଉଠିଲେ ମାମାକୁ ଆମେ ପଚାରିବା ସେ କ'ଣ ପାଇଁ ଆମ ସହିତ କଥା ହେଲେ ନାହିଁ। ସେ ଜଙ୍ଗଲରୁ ଆସିକି କ'ଣ ପାଇଁ ଏମିତି ଶୋଇପଡ଼ିଲେ ବୋଲି। କୋକୋ, ଆଜି ମାମା ସହ ଶୋଇବାର ପାଳି ହେଉଛି ମୋର। ହଁ, ମୁଁ ଜାଣିଛି ଦିଦି, ହେଲେ ଆଜି ଆମେ ଦୁଇଜଣ ଯାକ ମାମା ସାଙ୍ଗରେ ହିଁ ଶୋଇବା। ତାପରେ ସେମାନେ ଏମିତି କହିକି କୋକୋ ଆଉ ଗୁଡ଼ିଆ ତା ମା ପାଖରେ ଶୋଇପଡ଼ିଲେ। ତାପରେ ସକାଳ ହେଇଗଲା। କୋକୋ ଆଉ ଗୁଡ଼ିଆ ତା ମା ପାଖରେ ଶୋଇଥିଲେ। ହେଲେ ସେତିକି ବେଳେ ତାଙ୍କ କବାଟ କିଏ ବାଡ଼େଇବାକୁ ଲାଗିଲା। କୋକୋ, ଉଠ, ଦେଖ ବାହାରେ କିଏ ଅଛି। ତାପରେ କୋକୋ ଯାଇକି କବାଟ ଖୋଲିଲା। ତାପରେ ସେଠିକି ପାରା ଭାଇ ଆସିଥିଲେ। ପିଲାମାନେ, ତୁମ ମାମା ଏବେ ଯାଇ ଉଠିନାହାନ୍ତି? ଆଜି ଖାଇବା ଆଣିବା ପାଇଁ ଆଉ ଗୋଟେ ଜଙ୍ଗଲ ଯିବାକୁ ପଡ଼ିବ। ତାପରେ ଗୁଡ଼ିଆ କହିଲା, କବୁତର ଅଙ୍କଲ, କାଲି ମାମା ଆସୁ ଆସୁ ଶୋଇପଡ଼ିଛନ୍ତି। କାଲିଠାରୁ ଆମ ସହ କଥା ବି ହେଇନାହାନ୍ତି। ଆଉ ସେ ଏବେ ଯାଇ ବି ଶୋଇଛନ୍ତି। ଆମକୁ ଲାଗୁଛି ମାମା ଆମ ଉପରେ ରାଗିଛନ୍ତି ବୋଲି। ସେଥିପାଇଁ ସେ ଆମ ସହିତ କଥା ହଉନାହାନ୍ତି। ଏସବୁ ଶୁଣିକି ପାରା ରାନୁ ଚଢ଼େଇ ପାଖକୁ ଗଲା। ଆଉ ରାନୁ ଚଢ଼େଇକୁ ଦେଖିଲା। ଆଉ ସେ ଦେଖୁ ଦେଖୁ ଜାଣିଦେଲା ଯେ ରାନୁ ଚଢ଼େଇ ଆଉ ଏ ଦୁନିଆରେ ନାହିଁ। ସେଥିପାଇଁ ସେ ପିଲାମାନଙ୍କ ସହିତ ଆଉ କଥା ହଉନାହିଁ। କ'ଣ ହେଲା ପାରା ଅଙ୍କଲ, ଆପଣ କ'ଣ ପାଇଁ କାନ୍ଦୁଛନ୍ତି? ବିଚାରା ପାରା, ସେ କେମିତି ପିଲାମାନଙ୍କୁ କହିବ ଯେ ତାଙ୍କ ମା ଆଉ ଏ ଦୁନିଆରେ ନାହିଁ ବୋଲି? ତାପରେ ସେଇଠାକୁ କଳା କାଉ ବି ଆସିଗଲା। ତାପରେ କଳା କାଉ ପାରାକୁ କହିଲା, ପାରା ଭାଇ,
ତୁମେ ଏଇଠାରେ କ'ଣ ପାଇଁ କାନ୍ଦୁଛ? କ'ଣ ହେଲା? କଳା କାଉ ରାନୁ ମରିଯାଇଛି ଆଉ ତାର ପିଲାମାନେ ଛୋଟ ଛୋଟ ତାକୁ ଡାକୁଛନ୍ତି, ହେଲେ ତା ମା ଶୁଣୁନାହିଁ। ବିଚାରା ଛୋଟ ଛୋଟ ପିଲାମାନେ ଅନାଥ ହେଇଗଲେ। ଏବେ ତ ଏ ପିଲାମାନେ ତାଙ୍କ ମାମାଙ୍କ ବିନା ଗୋଟିଏ ଦିନ ବି ରହିପାରିବେ ନାହିଁ। ସେଥିପାଇଁ ଆମମାନଙ୍କୁ କିଛି କରିବାକୁ ପଡ଼ିବ। ପାରା ଭାଇ, ଏମାନେ ତ ଗୋଟିଏ ଚଢ଼େଇର ପିଲା, ଏମାନଙ୍କୁ ଗୋଟିଏ ଚଢ଼େଇ ହିଁ ପାଳିପାରିବ। ମୋତେ ଗୋଟିଏ ଚଢ଼େଇର ଘର ବିଷୟରେ ଜଣାଅଛି। ତା ନାଁ ହେଉଛି ଟୁନି ଚଢ଼େଇ। ସେ ନଦୀ କୂଳ ପାଖରେ ରହୁଛି। ଚାଲ ଆମେ ଏ ପିଲାମାନଙ୍କୁ ତାଙ୍କ ପାଖରେ ଛାଡ଼ିକି ଆସିବା। ତାପରେ ଗୁଡ଼ିଆ କହିଲା, ନାହିଁ ନାହିଁ ଅଙ୍କଲ, ଆମେ ଘରୁ କୁଆଡ଼େ ବି ଯିବୁ ନାହିଁ। ମାମା ଆମକୁ ବାହାରକୁ ଯିବା ପାଇଁ ମନା କରିଛନ୍ତି। ଯଦି ଆମେ ବାହାରକୁ ଯିବୁ ତ ଯେତେବେଳେ ମାମା ଉଠିବେ ତ ଆମକୁ ବହୁତ ଗାଳି କରିବେ। ତାପରେ ପାରା କହିଲା, ପିଲାମାନେ, ତମ ମାମା ତମ ଉପରେ ବହୁତ ରାଗିଛନ୍ତି। ଯଦି କିଛି ଦିନ ପାଇଁ ତୁମେ ତାଙ୍କଠାରୁ ଦୂରକୁ ଯିବ ଆଉ ସେତେବେଳେ ତାଙ୍କ ରାଗ ଶାନ୍ତ ହେଇଯାଇଥିବ ଆଉ ତୁମମାନଙ୍କୁ ସେ ନେଇକି ଆସିବେ। ଏସବୁ କଥା ଶୁଣିକି ସେମାନେ ଦୁଇ ଜଣ ପିଲା ବହୁତ କାନ୍ଦିବାକୁ ଲାଗିଲେ ଆଉ କାନ୍ଦି କାନ୍ଦି ତାଙ୍କ ମାମାକୁ କହିଲେ, ମାମା, ଆମେ ଏତେ ବି ବଡ଼ ଭୁଲ କରିନାହୁଁ। ମୁଁ ତ ଖେଳି ଖେଳି ପାଟି କରୁଥିଲି, କିନ୍ତୁ ମୋତେ ଜଣା ନଥିଲା ଯେ ତୁମେ ଏତେ ଜୋରସେ ରାଗିଯିବ ବୋଲି, କି ତୁମଠାରୁ ଆମକୁ କିଛି ଦିନ ପାଇଁ ଦୂରକୁ ଯିବାକୁ ପଡ଼ିବ ବୋଲି। ମାମା, ତମେ ଯଦି ଆମ କଥା ନ ଶୁଣିବ ତାହେଲେ କଳା କାଉ ଅଙ୍କଲ ଆମକୁ ନେଇକି ଯିବେ ଭାରି। ତାପରେ କଳା କାଉ ଆଉ ପାରା ସେମାନେ ଦୁଇ ଜଣକୁ ନେଇକି ଆସିଲେ। ସେମାନଙ୍କୁ ନେଇକି ନଦୀ ପାଖକୁ ଆସିଲେ, ଗୋଟିଏ ଡାଳରେ ବସିଲେ। ତାପରେ କଳା କାଉ କହିଲା, ଦେଖ ପାରା ଭାଇ, ସେ ସାମ୍ନାରେ ଟୁନି ଚଢ଼େଇର ଘର। କଳା କାଉ, ଯଦି ଟୁନି ଚଢ଼େଇ ଏ ଛୋଟ ଛୋଟ ଅଜଣା ପିଲାକୁ ଯେତେବେଳେ ତା ଘରେ ଦେଖିବ, କ'ଣ ଏମାନେ ଦୁଇ ଜଣଙ୍କୁ ସେ ତା ଘରେ ରଖିବ? ପାରା ଭାଇ, ଏମାନଙ୍କୁ ଯଦି କିଏ ପାଳିପାରିବ ତାହେଲେ ସେ ହେଉଛି ଟୁନି ଚଢ଼େଇ। ଏମାନଙ୍କୁ ଟୁନି ଚଢ଼େଇ ହିଁ ପାଳିପାରିବ। କ'ଣ ପାଇଁ ନା ଏମାନେ ହେଉଛନ୍ତି ଗୋଟିଏ ଚଢ଼େଇର ଛୁଆ। ଏମିତି କହିକି ପାରା ଆଉ କଳା କାଉ ସେମାନେ ଦୁଇ ଜଣକୁ ଟୁନି ଚଢ଼େଇ ଘରେ ଛାଡ଼ି ଦେଇକି ଚାଲିଗଲେ। କୋକୋ, ମାମା ତ ଆମ ଉପରେ ଏମିତି କେବେ ରାଗନ୍ତିନି, ତ ଆଜି ଏମିତି କ'ଣ ପାଇଁ ରାଗିଲେ ଆମ ଉପରେ? ଦିଦି, ସେ ଅଙ୍କଲ ତ କହୁଥିଲେ ଆମେ ମାମା ପାଖରୁ କିଛି ଦିନ ଦୂରରେ ରହିଲେ ତ ମାମାର ରାଗ ଶାନ୍ତ ହେଇଯିବ ବୋଲି, ଆଉ ସେ ଆଗ ପରି ପୁଣି ଥରେ ଆମ ସହିତ କଥା ହେବେ। ତାପରେ ସେମାନେ ଦୁଇ ଜଣ ସେଇଠି ଏମିତି ହିଁ କଥା ହଉଥିଲେ। ତାପରେ ସେଇଠାକୁ ଟିକି ଚଢ଼େଇ ଆଉ ତା ଝିଅ ଆସିକି ପହଞ୍ଚିଲେ। ଟିକି ଚଢ଼େଇ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଆରେ, ତୁମେମାନେ କିଏ? ତୁମେ ଏଇଠି କ'ଣ କରୁଛ? ତୁମେ ଦୁଇ ଜଣ ମୋ ଘରେ କ'ଣ କରୁଛ? ତୁମମାନଙ୍କୁ କ'ଣ ଜଣା ନାହିଁ କାହା ଘରକୁ ଏମିତି ନ ପଚାରିକି ପଶି ଆସିବା ପାଇଁ? ତୁମମାନଙ୍କୁ କ'ଣ ତୁମ ମାମା ଏସବୁ କିଛି ଶିଖେଇ ନାହିଁ କି? ଆଣ୍ଟି, ତମେ ଆଉ ଆମ ଉପରେ ଏତେ ରାଗ ନାହିଁ। ଆମେ ଦୁଇ ଜଣ ରାନୁ ଚଢ଼େଇର ପିଲାମାନେ। ଆମ ମାମା ଆମ ଉପରେ କାଲିଠାରୁ ରାଗିଛନ୍ତି ଆଉ ସେ ଆମ ସହିତ କାଲିଠାରୁ କଥା ହଉନାହାନ୍ତି। କାଲି ଯେତେବେଳେ ସେ ଖାଇବା ନେଇକି ଆସିଲେ ସେ ଶୋଇପଡ଼ିଲେ ଆଉ କାଲିଠାରୁ ସେ ଉଠୁନାହାନ୍ତି କି ଆମ ସହିତ କଥା ବି ହଉନାହାନ୍ତି। ତାପରେ କୋକୋ କହିଲା, ହଁ ଆଣ୍ଟି, ପାରା ଅଙ୍କଲ ଆଉ କାଉ ଅଙ୍କଲ କହୁଥିଲେ ଆମେ କିଛି ଦିନ ମାମା ପାଖରୁ ଦୂରରେ ରହିଲେ ତାଙ୍କ ରାଗ ଶାନ୍ତ ହେଇଯିବ ଆଉ ସେ ଆମ ସହିତ ପୁଣି କଥା ହେବେ। ଏସବୁ ଶୁଣିକି ଟିକି ଚଢ଼େଇ ସବୁ ଜାଣିପାରିଲା କି ଏମାନଙ୍କର ମାମା ତ ଆଉ କେବେ ବି ଉଠିବ ନାହିଁ। ତାଙ୍କ ମାମା ସବୁଦିନ ପାଇଁ ତାଙ୍କୁ ଛାଡ଼ିକି ଚାଲି ଯାଇଛନ୍ତି। ଆଉ ସେ କାଉ ଆଉ ପାରା ଏମାନଙ୍କୁ ଏଇଠି କ'ଣ ପାଇଁ ଛାଡ଼ିକି ଚାଲି ଯାଇଛନ୍ତି? ତାପରେ ଟିକି ଚଢ଼େଇ ସେମାନଙ୍କୁ କହିଲା, ଯେ ପର୍ଯ୍ୟନ୍ତ ତୁମ ମାମା ତୁମ ସହିତ କଥା ନ ହେଇଛନ୍ତି ସେତେ ପର୍ଯ୍ୟନ୍ତ ତମେ ଏଇଠି ରହିପାରିବ। ଆଜିଠାରୁ ତୁମେମାନେ ମୋ ପାଖରେ ରହିବ, ମୋ ଝିଅ ହେଇକି ମୋ ସାଥିରେ ରହିବ। ମୁଁ ତୁମମାନଙ୍କୁ ଏତେ ଭଲ ପାଇବା ଦେବି ଯେ ତୁମକୁ ତୁମ ମା କଥା ଆଉ କେବେ ବି ମନେ ପଡ଼ିବ ନାହିଁ। ତାପରେ ସେମାନଙ୍କୁ ଟିକି ଚଢ଼େଇ ଖାଇବାକୁ ଦେଲା। ଏମିତି ହିଁ ସେମାନେ ଦୁଇ ଜଣ ଟିକି ଚଢ଼େଇ ପାଖରେ ଖୁସିରେ ଖୁସିରେ ରହିଲେ।